ଭାରତ ଶ୍ରେଷ୍ଠ ଦେଶାନାଂ ଉତ୍କଳ ସୁଧଃ ଉତ୍କଳସ୍ୟ ସମଦେଶ ଦେଶ ନାସ୍ତି ମହିତଳେ। ସାଧୁ ସନ୍ଥର ଭାରତ ସେ ବହୁତ ଦିନ ତାର ସଂସ୍କୃତି ପରମ୍ପରାକୁ ନେଇ ବୋଧେ 600 ବର୍ଷରୁ ଅଧିକ ସେ ପରାଧୀନ ବା ମାନେ ସ୍ୱାଧିକାର ତାର ଭଙ୍ଗ ହେଲା। କେତେ କାରାଗାର, କେତେ ଫାଶୀକୁଣ୍ଠ, କେତେ ମାଡ଼, କେତେ ଆନ୍ଦୋଳନ, କେତେ ଉପାସନା, କେତେ ଅନଶନ ହେବା ପରେ ଇଂରେଜମାନଙ୍କ ହାତରୁ ଭାରତବର୍ଷ ମୁକ୍ତ ପାଇଲା। ଇସଲାମ ମାନଙ୍କ ହାତରୁ ନୁହେଁ, ବରଂ ଇଂରେଜ ଶାସନରୁ ମୁକ୍ତ ହେବା ପାଇଁ ଇସଲାମ ହିନ୍ଦୁ ସମସ୍ତେ ସହଯୋଗ କରିଥିଲେ। ଇସଲାମ ମାନଙ୍କ ପାଇଁ ଗୋଟିଏ ପାକିସ୍ତାନ ଜନ୍ମ ନେଲା। ସିଏ ତା ବାଟରେ ସେ ତାର ଅଛି, ଯେ କ'ଣ ସେ ଭଲ କରୁଛି ମନ୍ଦ କରୁଛି ସେଥିରେ ଆମର କିଛି ଯାଏ ଆସେ ନାହିଁ। କିନ୍ତୁ ଭାରତବର୍ଷରେ ଆମେ କହୁଛୁ ସ୍ୱାଧୀନ ଭାରତ, ଏଇଟା ସ୍ୱାଧିକାର ହେବା କଥା। ଯଦି ସ୍ୱାଧୀନ ଭାରତ ବୋଲି ଆମେ କହୁଛୁ, ସ୍ୱାଧୀନତା କ'ଣ? ବର୍ତ୍ତମାନ ଆମେ କୌଣସି ରାଜନୈତିକ ଦଳର ପ୍ରେମୀ ନୁହଁ। ଆମେ ହେଉଛୁ ଦେଶପ୍ରେମୀ, ରାଜ୍ୟପ୍ରେମୀ ଏବଂ ବ୍ୟକ୍ତିପ୍ରେମୀ। ଯିଏ ଭଲ ଲୋକ ସେ ଆମର ଦଳ। ବର୍ତ୍ତମାନ ଦୁର୍ନୀତି କେଉଁଠି ନାହିଁ, ସେଇ ସ୍ଥାନଟିକୁ ଆମ ନେତାମାନେ ନିର୍ବାଚନ କରି କହିପାରିବେ କି ଦୁର୍ନୀତି କେଉଁଠି ନାହିଁ? ଦୁର୍ନୀତି ମୁକ୍ତ ଭାରତ ହିଁ ଗଣତନ୍ତ୍ର, ଦୁର୍ନୀତି ମୁକ୍ତ ଦେଶ ହିଁ ଗଣତନ୍ତ୍ର। କାରଣ ରାଜତନ୍ତ୍ରକୁ ଆମେ ବିଦାୟ ଦେଇଥିଲୁ ଯେତେବେଳେ ରାଜାମାନେ ଅୟସ ବିଳାସ ଭିତରେ ରହି ପ୍ରଜାମାନଙ୍କର ଦୁଃଖ ସୁଖକୁ ଭୁଲିଗଲେ, ସେତେବେଳେ ତାକୁ ଗୋଟେ ବିଦାୟ ଦିଆଗଲା। ଗଣତନ୍ତ୍ର ଆସିବା ପରେ ଆମେ କ'ଣ ଅୟସ ବିଳାସ କ'ଣଟାକୁ ଆମେ ତ୍ୟାଗ କରିଛୁ? ଦୁର୍ନୀତିରେ ପୂର୍ଣ୍ଣ ଭ୍ରଷ୍ଟାଚାର, ବଳାତ୍କାର ଠାରୁ ଆରମ୍ଭ କରି ମଦ୍ୟ, ଚରସ, ବାଉଲ ସୁଗାର, ଗଞ୍ଜେଇ, ଗୁଟୁକା ଆଦି ଏହି ସ୍ୱାଧୀନ ବା ସ୍ୱାଧିକାର ପ୍ରାପ୍ତ ଭାରତବର୍ଷକୁ ସମ୍ପୂର୍ଣ୍ଣ ଚଳଚଞ୍ଚଳ ବ୍ୟତିକ୍ରମ କରିଦେଇଛି। ଏଇସବୁ କଥା କହିବାକୁ ମୁଁ ଚାହୁଁଛି। ଆଜି ଭାରତ ବନ୍ଦ ହେଇଛି, 12 ଘଣ୍ଟା ପରେ ପୁଣି ଖୋଲିଯିବ। ଗୋଟିଏ ଯେଉଁମାନେ ବନ୍ଦ କରିଛନ୍ତି ସେମାନେ ନାରା ଦେବେ ଆମେ ଜିତିଛୁ। ଯେଉଁମାନେ ସରକାରରେ ଅଛନ୍ତି ସେ କହିବେ ଏମାନେ ବିଫଳ ହୋଇଛନ୍ତି। ଆମ କାନ ଉଠିବା ଦିନଠାରୁ ଆମେ ଏଇ କଥା ହିଁ ଶୁଣୁଛୁ।
ଗଭର୍ଣ୍ଣମେଣ୍ଟ ଯଦି ଭଲ କାମ କଲା ସେ ଭଲ କାମକୁ କେବଳ ବିରୋଧୀ ଦଳ କେତେବେଳେ ଧନ୍ୟବାଦ ଦେଇନାହାନ୍ତି ଏସେମ୍ବଲି କି ପାର୍ଲାମେଣ୍ଟରେ। ଯଦି ଦେଇଥିବେ ମୁଁ ଜାଣିନି, କିନ୍ତୁ ଯେତେବେଳେ ଭୁଲଟା ହୁଏ କି ଗୋଟେ ଭୁଲ ଲାଗିଲା ସେଇ କଥାଟା ଆଲୋଚନା ହେବ, ତାକୁ ବି ଆଲୋଚନା କେତେକ କରେଇ ଦିଅନ୍ତିନି। ଏସେମ୍ବଲି ଅଧୁରୁ ବନ୍ଦ ହେଇଯାଏ, ପାର୍ଲାମେଣ୍ଟ ବନ୍ଦ ହେଇଯାଏ। ତେଣୁ ମୋ କହିବା କଥା ଗଣତନ୍ତ୍ରର ଅର୍ଥ କ'ଣ? ମୁଁ ଜଣେ ଭାରତର ସାଧାରଣ ନାଗରିକ, ମୁଁ ଗୋଟିଏ ଗଣତନ୍ତ୍ର ଉପରେ ବହି ଲେଖିଛି, ତଥାପି ମୋର ବୁଝିବା ବାକି ରହୁଛି। କୌଣସି ନେତା ଯଦି ଏ କଥାକୁ ଶୁଣିବେ ସେ ଗଣତନ୍ତ୍ର କ'ଣ ସେ ବିଷୟରେ ଟିକେ ସଂକ୍ଷିପ୍ତରେ ଆମକୁ ପତ୍ର ଦ୍ୱାରା କି ଫୋନ୍ ଦ୍ୱାରା କି ନିଜେ ଆସି ଟିକେ ବୁଝେଇ ଦେଇପାରିବେ କି? ଲାଞ୍ଚ, ମିଛ, ନାରୀ ନୁହେଁ ମାନେ ଯୌନ ନାଳସା, ମଦ୍ୟମାଦକତା ଆଜି ଆମକୁ ବ୍ୟବହାର କରିବେ। ଏତେ ବଡ଼ ନେତାମାନେ ଯେଉଁ ଭାଷଣ ଦେଉଛନ୍ତି ଷ୍ଟେଜ ଉପରେ, ଆଜି ଯିଏ ସରକାର ଅଛନ୍ତି ସେ ରହୁଥିଲେ ଆଗରୁ, ଏବେ ଇଏ ରହୁଛନ୍ତି ବର୍ତ୍ତମାନ। ଏତେ କଥା ଯଦି କୁହାଯାଉଛି, ଗୋଟେ ସମୀକ୍ଷା କରାଯାଉ। ଆଜି ଯେଉଁମାନଙ୍କ ପାଖରୁ କୋଟି କୋଟି ଟଙ୍କା ମିଳୁଛି ସେ କେଉଁ ସରକାରଙ୍କ ସମୟ? ସେଥିରେ କଂଗ୍ରେସ ସରକାର ଥିବେ, ବିଜେପି ସରକାର ଥିବେ, କମ୍ୟୁନିଷ୍ଟ ସରକାର, ବେଙ୍ଗଲରେ ତ କମ୍ୟୁନିଷ୍ଟ ସରକାର ଥିଲେ, କମ୍ୟୁନିଷ୍ଟ ସରକାର ଥିଲେ, ବିହାରରେ ଲାଲୁ ଯାଦବ ଥିବେ, ନୀତିଶ କୁମାର ଥିବେ। ଏଇଭଳି ଭାବରେ ଆମେ ପରସ୍ପରକୁ କାଦୁଅ କରୁଛୁ। ଯେଉଁଦିନ ନେତାମାନେ ଭାରତ ବନ୍ଦ କରିବେ, ମଦ୍ୟ ମାଦକ ଦୁର୍ନୀତିମୁକ୍ତ ଶାସନ ପାଇଁ ପିସି ବନ୍ଦ ହେବ। ପିସି ହେଉଛି ବର୍ତ୍ତମାନର ରାକ୍ଷସ। ଆମେ ଆଜି ଗଭର୍ଣ୍ଣମେଣ୍ଟରେ ରହିଛୁ, ଆମେ ପିସି ନେଉଛୁ, କାଲି ସକାଳେ ଆମ ଗଭର୍ଣ୍ଣମେଣ୍ଟ ବଦଳି ହେଲେ ଆଉ ଗୋଟେ ଗଭର୍ଣ୍ଣମେଣ୍ଟ ଆସିଲେ ସେ ବି ସେଇ ନେବେ। କିନ୍ତୁ ପ୍ରଥମରୁ ଭଲ ସୁନ୍ଦର କଥା କହିବେ। ଏହାଦ୍ୱାରା ସାଧୁସନ୍ଥର ଭାରତ ଏ ସମ୍ପୂର୍ଣ୍ଣ ଭାବରେ ବିକୃତ ହୋଇଯାଉଛି। ନେତାମାନଙ୍କ ଭାଷଣ ସୁନ୍ଦର, କିନ୍ତୁ କର୍ମରେ ସ୍ୱତନ୍ତ୍ର ଅଲଗା। ମୁହଁରେ ହସୁଛନ୍ତି, ପେଟରେ ଅନ୍ୟର ମାନେ କୁଚିନ୍ତା କରୁଛନ୍ତି। ପ୍ରଶାସନ ସମ୍ପୂର୍ଣ୍ଣ ପରିବାର ପ୍ରତିପୋଷଣ ପାଇଁ ସେମାନେ ପ୍ରଶାସକ ହେଇଛନ୍ତି। ଖାଲି ଦରମା ନେଉଛନ୍ତି ବୋଲି ଗୋଟେ ଏମିତି କାଗଜପତ୍ର ମାନେ ଗୋଟେ ଅଫିସକି ଆଉଛନ୍ତି। ତା ଯଦି ନହନ୍ତା ସେ ବି ଜମା ଆସନ୍ତନି, ଘରେ ଖାଇ ପିଇକି ଶୁଅନ୍ତେ। ତେଣୁ ଶାସନ, ଏ ଶାସକ ପ୍ରଶାସକ ବିରୋଧୀ ଦଳ ଏ ସମସ୍ତଙ୍କୁ କର ଯୋଡ଼ି ବଢ଼ିଆ କହୁଛି, ସମାଜର ଶାନ୍ତି ପାଇଁ ଯାହା ଦରକାର ତାହା କର। କେଉଁଠି ଭାରତ ବନ୍ଦ ହେଲାନି କୋଟିଏ ଗଛ ଲଗାଅ କି 2 କୋଟି ଗଛ ଲଗାଅ। ଏଥିପାଇଁ ଭାରତ ବନ୍ଦ ହୋଇପାରୁନି, ଉତ୍କଳ ବନ୍ଦ ହୋଇପାରୁନି। ଗଛ କଟା ଚାଲିଛି, କ'ଣ ନା ଆମେ ଗଛ ଲଗାଉଛୁ। ଯେଉଁଦିନ ଦରମା ବଢ଼ାଅ ବୋଲି କହିକିରି ଯେପର୍ଯ୍ୟନ୍ତ ଅନଶନ ଚାଲିଥିବ ସେ ପର୍ଯ୍ୟନ୍ତ କିଛି ହେବନି। ପିଲା ପାଠ ପଢ଼ି ଭଲ ମଣିଷ ହୁଅନ୍ତୁ, ସେଥିପାଇଁ ଶିକ୍ଷକମାନେ ଅନଶନ ନୁହେଁ ମାନେ ଧାରଣା କରନ୍ତୁ। ସେସବୁ କିଛି ନାହିଁ, କେବଳ ଦରମା ହିଁ ମାନେ ସର୍ବସ୍ୱ ହେଇଯାଇଛି। ତେବେ ସାଧୁସନ୍ଥ ଭାବରେ ମୁଁ କହୁନି, ମୁଁ ଜଣେ ସାଧୁ ନୁହେଁ, ସନ୍ଥ ନୁହେଁ,
ମୁଁ ଜଣେ ଭାରତବର୍ଷ ନାଗରିକ। ମୁଁ ବି ଭାରତ ଯାକ ବୁଲିକିରି ଗୋଟିଏ ଜିନିଷକୁ ଖୋଜୁଛି, ଶାନ୍ତି। ଯଦି କେଉଁଠି ଦେଖିବି ଏଇ ରାଜ୍ୟଟା ଶାନ୍ତି, କି ଏଇ ଦେଶରେ ଶାନ୍ତି ଅଛି, ମୁଁ ସାଙ୍ଗେ ସାଙ୍ଗେ ୟାକୁ ସବୁ ବନ୍ଦ ବାନ୍ଦ କରିଦେଇ ମୋର ସେଇ ଶାନ୍ତି ରାଜ୍ୟକୁ ଚାଲିଯିବି। ତେଣୁ ବିନମ୍ର ନିବେଦନ, ଦୟାକରି ଏସବୁ କଥା, ଏ ଚକ ବନ୍ଦ ଅଖ ବନ୍ଦରେ କିଛି ହେବନି। ରେଳ ଧାରଣା ବନ୍ଦ ହେଇଗଲା। ବର୍ତ୍ତମାନ ଶାନ୍ତିର ସନ୍ଧାନ କରାଯାଉ। ଦୁର୍ନୀତିମୁକ୍ତ ଭାରତ ପାଇଁ ସମସ୍ତେ ସଂକଳ୍ପ ନିଅନ୍ତୁ। ଏହା ହିଁ ପ୍ରକୃତ ବିପ୍ଳବ। ବନ୍ଦେ ମାତରମ୍।